नमस्कार जय जगन्नाथ आसतु जाना आज केतुड़े वास्तु अनुसार घर पर केतुड़े 40टी गुरुत्वपूर्ण टिप्स। भारतीय परंपरा रे एक पुरातन ज्ञान अच्छी। अनेक लोकों विश्वास अनुसार वास्तु नियम माने घर तैयारी कले और सजाइले सुख शांति समृद्धि और सकारात्मक परिवेश बुझाई रही थाए। ଏହି ବିଶ୍ୱାସ ଗୁଡ଼ିକ ସମସ୍ତ ଦାବିକୁ ବୈଜ୍ଞାନିକ ପ୍ରମାଣ ସମର୍ଥନ ତ କରିନାହିଁ, ତଥାପି ଅନେକ ପାରମ୍ପରିକ ଆସ୍ଥା ଅନୁସାରେ ଏଗୁଡ଼ିକୁ ପାଳନ କରନ୍ତି ଏବଂ ସବୁବେଳେ ଘର ଭିତରେ ବସିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ଯଦି ଆପଣ ମୁହଁ କରି ବସିବେ ଶୁଭ ଏହା ମନାଯାଇଥାଏ। ଏହା ମନରେ ସକାରାତ୍ମକ ଭାବନା ସୃଷ୍ଟି କରିବ ବୋଲି ବିଶ୍ୱାସ ମଧ୍ୟ ରହିଛି। ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଭଗବାନ ଗଣେଶଙ୍କର ଫଟୋ ଲଗାଇଲେ ଘରକୁ ଶୁଭ ଶକ୍ତିର ଆଗମନ ହୁଏ। ଏହା ସହିତ ପ୍ରବେଶ ଦ୍ୱାରକୁ ସବୁବେଳେ ସଫା ପରିଷ୍କାର ରଖିଲେ ମଧ୍ୟ ଘର ପାଇଁ ପଜିଟିଭ ଏନର୍ଜି ଆସିଥାଏ। ଘରର ନିର୍ମାଣ ପାଇଁ ବର୍ଗାକାର କିମ୍ବା ଆୟତାକାର ଜମିକୁ ବାସ୍ତୁରେ ସର୍ବୋତ୍ତମ ମନାଯାଏ। ଏପରି ଜମିରେ ଘର ନିର୍ମାଣ କଲେ ସନ୍ତୁଳିତ ଶକ୍ତି ପ୍ରବାହିତ ହୁଏ। ଘରର ଘଣ୍ଟାକୁ ସର୍ବଦା ପୂର୍ବ କିମ୍ବା ଉତ୍ତର କାନ୍ଥରେ ଲଗାନ୍ତୁ। ଏହାଦ୍ୱାରା ଉପର କିମ୍ବା ଦକ୍ଷିଣ କାନ୍ଥରେ ଘଣ୍ଟା ଲଗାଇବାକୁ ହେଲେ ବାସ୍ତୁ ପରାମର୍ଶ ଦେଇନଥାଏ। ରୋଷେଇ ଘରେ ପ୍ରତିଦିନ ଦୀପ ଜଳାଇଲେ ଘରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ। ରୋଷେଇ ଘରର ରଙ୍ଗ ହଳଦିଆ କିମ୍ବା ହାଲୁକା ଗୋଲାପୀ ଯଦି ଆପଣ ରଖୁଛନ୍ତି ବହୁତ ଶୁଭ ମନାଯାଇଥାଏ। ପିଇବା ପାଣିକୁ ଘରର ଐଶାନ୍ୟ କୋଣରେ ରଖିଲେ ବାସ୍ତୁ ଅନୁସାରେ ଉତ୍ତମ ହୋଇଥାଏ। ଏହା ଘରର ସକାରାତ୍ମକ ପରିବେଶକୁ ବଢ଼ାଇଥାଏ ଏବଂ ଧନ ଓ ମୂଲ୍ୟବାନ ଜିନିଷ ରଖୁଥିବା ଆଲମାରୀର ମୁହଁ ଯଦି ଉତ୍ତର ଦିଗକୁ ରଖୁଛନ୍ତି ଏହା ବହୁତ ଭଲ ହୋଇଥାଏ। ଔଷଧକୁ ମଧ୍ୟ ଐଶାନ୍ୟ କୋଣରେ ରଖିଲେ ଶୁଭ ହୋଇଥାଏ। ଅତିଥି କକ୍ଷରେ ଯଦି ଆପଣ ଶ୍ରୀରାମ ଦରବାରଙ୍କର ଫଟୋ ଆପଣ ରଖୁଛନ୍ତି ପାରିବାରିକ ସଦସ୍ୟ ଓ ଅତିଥିଙ୍କ ମଧ୍ୟରେ ପ୍ରେମ ଓ ସମ୍ମାନ ବୃଦ୍ଧି ପାଏ। ଠାକୁର ଘର ସର୍ବଦା ଘରର ଐଶାନ୍ୟ କୋଣରେ ଯଦି ଆପଣ ରଖିବେ ଘର ପାଇଁ ବହୁତ ଭଲ ହେବା ସହିତ ଠାକୁର ଘରର ରଙ୍ଗ ଧଳା ହାଲୁକା ହଳଦିଆ କିମ୍ବା ହାଲୁକା ନୀଳ ରଖିଲେ ମନ ଶାନ୍ତ ରହିଥାଏ। ପୂଜା କରିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସିଲେ ଠାକୁର ଏବଂ ମୁହଁ ପଶ୍ଚିମ ଦିଗକୁ ରଖିଲେ ଏବଂ ଯିବ ପୂଜା କରୁଛନ୍ତି ପୂର୍ବମୁଖୀ ହୋଇ ପୂଜା କରିବା ଉଚିତ। ଧୋଇବା ଘର ଖଟକୁ କାନ୍ଥ ସହ ସମ୍ପୂର୍ଣ୍ଣ ଅଲଗା ରଖିବା ଉଚିତ। ଶୟନ କକ୍ଷରେ ଆଇନା ରଖିବା କଥା ନୁହେଁ। ଯଦି ଆଇନା ରହିଛି ତାହେଲେ ରାତିରେ ଏହାକୁ ପୁରା ଘୋଡ଼େଇ ଦେବା ଉଚିତ। ପୂଜା ଘରକୁ ଶୋଇବା ଘରରେ ରଖିଲେ ଭଲ ନୁହେଁ, ରଖିବା କଥା ନୁହେଁ। ଶୋଇବା ଘରର ନକଲି ଫୁଲ ଆର୍ଟିଫିସିଆଲ ଫୁଲ ରଖିବେ ନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରାକୃତିକ ଫୁଲ ରଖନ୍ତୁ। କପଡ଼ା ରଖିଥିବା ଆଲମାରୀରେ ପଶ୍ଚିମ କାନ୍ଥ ପାଖରେ ରଖିଲେ ଉତ୍ତମ ହୋଇଥାଏ। ଦୁଇଟି ଅଲଗା ଅଲଗା ଖଟକୁ କେବେ ଯୋଡ଼ିକି ଶୋଇବେ ନାହିଁ। ମଜବୁତ ଗୋଟିକିଆ ଖଟ କରି ଶୁଅନ୍ତୁ। ଘରକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ କରି ରଖନ୍ତୁ। ସନ୍ଧ୍ୟାରେ ଦୀପ ଜଳାନ୍ତୁ। ଅନାବଶ୍ୟକ ଭଙ୍ଗା ଜିନିଷ ଘରେ କେବେ ବି ରଖନ୍ତୁ ନାହିଁ। ପରିବାରରେ ପ୍ରେମ ସମ୍ମାନ ଓ ସକାରାତ୍ମକ ପରିବେଶ ସର୍ବଦା ବଜାୟ ରଖନ୍ତୁ। ବାସ୍ତୁର ମୂଳ ଉଦ୍ଦେଶ୍ୟ କେବଳ ଘରର ଦିଗ ନୁହେଁ ବରଂ ଘରକୁ ସୁନ୍ଦର ସଫା ଶାନ୍ତ ସୁସଂଗଠିତ ରଖିବା ମଧ୍ୟ ଉଚିତ। ଏପରି ଘରେ ପରିବାରର ସଦସ୍ୟମାନେ ଆନନ୍ଦରେ ରହିପାରନ୍ତି ସକାରାତ୍ମକ ପରିବେଶ ଅନୁଭବ କରନ୍ତି। ବାସ୍ତୁ ଅନୁସାରେ ଓ ଅନେକ ଲୋକଙ୍କ ବିଶ୍ୱାସ ଅନୁସାରେ ଘରର ଦିଗ ସଫା ସୁତୁରା ଆଲୋକ ପବନ ଏସବୁ ଏବଂ ଜିନିଷପତ୍ର ସଠିକ ବ୍ୟବସ୍ଥାପନ ଘରର ପରିବେଶକୁ ପ୍ରଭାବିତ କରିଥାଏ। ଯଦିଓ ଏହି ବିଶ୍ୱାସ ଗୁଡ଼ିକ ସମସ୍ତ କ୍ଷେତ୍ରରେ ବୈଜ୍ଞାନିକ ଭାବରେ ପ୍ରମାଣିତ
ନହେଲେ ମଧ୍ୟ ପରିବାରର ବାସ୍ତୁ ନିୟମକୁ ପାରମ୍ପରିକ ବାସ୍ତୁ ନିୟମକୁ ଜୀବନଶୈଳୀର ଏକ ଅଂଶ ଭାବେ ଅନୁକରଣ କରିବା ଉଚିତ। ବାସ୍ତୁର ମୂଳ ଉଦ୍ଦେଶ୍ୟ ହେଉଛି ଘରକୁ ସୁସଂଗଠିତ, ପରିଷ୍କାର, ଶାନ୍ତ ଏବଂ ସକାରାତ୍ମକ ପରିବେଶରେ ପରିଣତ କରିବା। ସବୁଠାରୁ ପ୍ରଥମେ ଘରକୁ ସଫା ଓ ପରିଷ୍କାର କରିବା ଉଚିତ। ଦୟାକରି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବା ସହିତ ଲାଇକ୍, ସେୟାର କରିବେ, କମେଣ୍ଟରେ ଭିଡ଼ିଓ ବିଷୟରେ କିଛି ଲେଖିକି ଦେବେ, ତା ସହିତ ହାଇ ପଏଣ୍ଟ ନିଶ୍ଚିନ୍ତ ଦେବେ। ତ ଘରର କୋଣ, ବାରଣ୍ଡା, ରୋଷେଇ ଘର ଓ ପୂଜା ଘରକୁ ନିୟମିତ ସଫା କରିବା ଭଲ ଅଭ୍ୟାସ। ପରିଷ୍କାର ଘର କେବଳ ଦେଖିବାକୁ ସୁନ୍ଦର ଲାଗେ ନାହିଁ, ବରଂ ସୁସ୍ଥ ଜୀବନ, ସୁଖଦ ପରିବେଶ ମଧ୍ୟ ଘରେ ସୃଷ୍ଟି କରିଥାଏ। ସନ୍ଧ୍ୟା ସମୟରେ ଘରେ ଯଦି ଆପଣ ଦୀପ ଜଳାଉଛନ୍ତି ଓ ପୂଜା ଘରେ ଧୂପ କିମ୍ବା ଦୀପ ପ୍ରଜ୍ୱଳନ କରିବା ଉଚିତ। ଏହା ଘର ପାଇଁ ବହୁତ ଶୁଭ ଆଣି ଦେଇଥାଏ। ଅନେକଙ୍କର ବିଶ୍ୱାସ ମଧ୍ୟ ଅଛି ଘରେ ପରିବେଶକୁ ଶାନ୍ତ ମଧ୍ୟ କରିଥାଏ, ଆଧ୍ୟାତ୍ମିକ ଶକ୍ତି ମଧ୍ୟ ଘରେ ପ୍ରବେଶ କରିଥାଏ। ସେହିପରି ମୁଖ୍ୟ ଦ୍ୱାର ସାମ୍ନାରେ କେବେ ବି ଅଳିଆ ଆବର୍ଜନା କରି ଅସନା କରନ୍ତୁ ନାହିଁ, ସବୁବେଳେ ପରିଷ୍କାର ରଖିବା ଉଚିତ। ମୁଖ୍ୟ ପ୍ରବେଶ ଦ୍ୱାରକୁ ସବୁବେଳେ ସଫା ହିଁ ଆକର୍ଷଣ କଲେ ଘର ସୌନ୍ଦର୍ଯ୍ୟ ବଢ଼ିବା ସହିତ ଘରେ ପଜିଟିଭିଟି ଏନର୍ଜି ବଢ଼େ। ତା ସହିତ ଘରେ ଅଭାବ ଅନଟନ ଦୂର ହୋଇଥାଏ। ଘରେ ଭଙ୍ଗା ଜିନିଷ, ଭଙ୍ଗା କାଚ କିମ୍ବା ଫାଟି ଯାଇଥିବା ଆଇନା କେବେ ବି ଘରେ ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଅଶୁଭ ହୋଇଥାଏ। ତେଣୁ ଏସବୁ ଜିନିଷ ଘରେ ସଫା କରିଦେବା ବହୁତ ଉପକାରୀ। ଘରେ ଏହା ପରବର୍ତ୍ତୀ ସମୟରେ ଘର ସଫା କରିଦେଲେ ଘର ଅଧିକ ପ୍ରଶସ୍ତ ଓ ସୁନ୍ଦର ମଧ୍ୟ ଲାଗିଥାଏ। ସକାଳେ ଝରକା ଖୋଲି ଦିଅନ୍ତୁ। ଝରକା ଖୋଲିଲେ ସକାଳର ସୂର୍ଯ୍ୟ କିରଣ ଘରେ ପଡ଼ିବା ଉଚିତ। ସୂର୍ଯ୍ୟ କିରଣ ଓ ପ୍ରାକୃତିକ ପବନ ଘରକୁ ଆସିଲେ ଘରେ ପଜିଟିଭ ଏନର୍ଜି ଆସିଥାଏ। ଘରର ଆର୍ଦ୍ରତା କମେ, ପରିବେଶକୁ ସତେଜ କରିଥାଏ। ଘରେ ସୁଗନ୍ଧିତ ପରିବେଶ ସୃଷ୍ଟି କରିବା ପାଇଁ ଧୂପ, ପ୍ରାକୃତିକ ଫୁଲ କିମ୍ବା ସୁଗନ୍ଧିତ ଦ୍ରବ୍ୟର ବ୍ୟବହାର କରାଗଲେ ଘରେ ଲୋକମାନଙ୍କର ମନକୁ ସବୁବେଳେ ପଜିଟିଭ ଏନର୍ଜି ସର୍ବଦା ଆସିଥାଏ। ଘରେ ତୁଳସୀ ଗଛ କିମ୍ବା ଅନ୍ୟ ସବୁଜ ଗଛ ଲଗାଇଲେ ପାରମ୍ପରିକ ଭାବେ ଶୁଭ ମନାଯାଏ। ସବୁଜ ଗଛ ପରିବେଶକୁ ସତେଜ କରିବା ସହିତ ପରିବେଶକୁ ଘରର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ। ଯଦି ଘରର କୌଣସି ପାଣି ପାଇପ୍ ଲିକ୍ ହୋଇଯାଉଛି ତେବେ ଏହାକୁ ଶୀଘ୍ର ମରାମତି କରିବା ଉଚିତ। ଅଧିକ ପାଣି ନଷ୍ଟ ହେଲେ ବାସ୍ତୁ ଅନୁସାରେ ଘର ପାଇଁ ଭଲ ନୁହେଁ। ଶୋଇବା ସମୟରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ବାସ୍ତୁରେ ଶୁଭ ମନାଯାଇଥାଏ। ସେହିପରି ଝାଡ଼ୁକୁ ସବୁବେଳେ ଲୁଚେଇକି ରଖିବା ଉଚିତ। ଏହା ମୁଖ୍ୟ ଦ୍ୱାର ସାମ୍ନାରେ କିମ୍ବା ସହଜରେ ଦେଖାଯାଉଥିବା ସ୍ଥାନରେ କେବେ ବି ରଖନ୍ତୁ ନାହିଁ। ପରିବାର ଶାନ୍ତି, ପରସ୍ପର ସମ୍ମାନ, ଭଲ ପାଇବା ରହିଲେ ଘରର ପରିବେଶ ଆହୁରି ସୁନ୍ଦର ହୋଇଯାଏ ଏବଂ ଘରର ପରିବେଶ ଯେତେବେଳେ ସୁନ୍ଦର ହୁଏ ଘରର ଯେଉଁ ବ୍ୟକ୍ତି ରହୁଛନ୍ତି ତାଙ୍କର ଭବିଷ୍ୟତ ମଧ୍ୟ ସୁନ୍ଦର ହୁଏ। ସକାଳେ ଭଗବାନଙ୍କର ସ୍ମରଣ କରି ଦିନ ଆରମ୍ଭ କରିଲେ ଅନେକ ଶୁଭ କାମ ହୁଏ, ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ସେହିପରି ଅନ୍ୟର ସମ୍ମାନ କରିବା, ଖାଦ୍ୟ ନଷ୍ଟ ନ କରିବା ମଧ୍ୟ ବହୁତ ଭଲ ଅଭ୍ୟାସ। ଏବଂ ଶେଷକୁ ଜାଣିବା ବାସ୍ତୁଶାସ୍ତ୍ରରେ ଏପରି ଉପାୟ ଗୁଡ଼ିକ ମଧ୍ୟ ପାରମ୍ପରିକ ବିଶ୍ୱାସ ଉପରେ ହିଁ ଆଧାରିତ। ଏଗୁଡ଼ିକୁ ଅନୁସରଣ କରିବା ସହିତ ଘରର ସଫାସୁତୁରା, ସୁସଂଗଠିତ ଜୀବନଶୈଳୀ, ପରିବାରର ସ୍ୱଭାବ ଏବଂ ସକାରାତ୍ମକ ଚିନ୍ତାଧାରା ମଧ୍ୟ ସୁଖୀ ଜୀବନ ପାଇଁ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ। ଆଜିର ଦିନ ଆପଣମାନଙ୍କୁ ଶୁଭମୟ ହେଉ।